কজ্জল পূরিতং লোচন ধারে তনুযুগ শোভিত মুকুতার হারে বীণা পুস্তক রঞ্জিত হস্তে ভগবতী ভারতী দেবী নমস্তে অইলে সরস্বতী নির্মল বর্ণে রতন বিভূষিত কুণ্ডল কর্ণে গলার গজমতী মুকুতার হার দিয়মা সরস্বতী বিদ্যা ভণ্ডার গণনারায়ণ রুদ্রে অম্বিকে ভাস্কর তথা ভিন্ন ভিন্ন কর্তব্য পঞ্চদেব নমস্তুতে গুরু ব্রহ্মা গুরু বিষ্ণু গুরুদেব মহেশ্বর গুরু সাক্ষাৎ পরম ব্রহ্ম তস্मै শ্রী গুরুবে নমঃ অজ্ঞান তিমিরন্ধস্য জ্ঞানগম শলাকয়া চক্ষুरुन्मीलित जने तस्मै श्री गुरुवे नमः बोल श्री हरि आहा जय तु दुर्गा मालो दुर्गति नाशिनी मोहिनी दनुजा मालिनी पालिनी आहा पारिंद्री पुष्पे विजया जय महामाई करुणा करीण मारे मा पद देबु कही नवासिला पद मानवा देबु लोबताई कर्णरे कुंडल मालो नासे गजमती आहा हस्तरे शोभित खड्ग खर्पर काती रंग पुष्पमाला मालो श्रीअंगे शोभन मा श्री अंगे शोभन आकाशरे डम्बरुवा जयी घन घन गायक चिंतिले मातु गोरे देउ गला आहा बायक चिंतिले मा बाद्यरे अनर गला राम गोविंद गोविंद जय राम राम अभिन सुंदर हरि गौरव गंजन भागीरथी बाबू आज्ञा माँ दशभुजा दुर्गा को पदे जनइले हाहा जगतर पिता हौ मंदरधर को पदे जनइबा अच्छा मंदर गिरिधर धर ब्रज सुंदर हे मंदर गिरिधर कंदर पंक तात कंदर पंक तात कंदर पंक तात करुणा कर हे मंदर गिरिधर धर ब्रज सुंदर हे मंदर गिरिधर सत्य जुगे बळी यज्ञ स्थाने मिली सत्य जुगे बळी यज्ञ स्थाने मिली दान मागिल त्रिपाद भूमिर दान मागिल त्रिपाद भूमिर आत्मसमर्पण कोला बलिदान बळी को चापिल पातालपुर शंभुबार हिरण्य विदार अंत को पैता कोल ताहार हे मंदर गिरिधर धर ब्रज सुंदर हे मंदर गिरी
ଭାଗୀରଥୀ ବାବୁ ଆଜ୍ଞା ଇଏ ଗଲା ସତ୍ୟ। ଆଚ୍ଛା ତ୍ରେତୟା ଯୁଗରେ କଣ କରିଛନ୍ତି? କଣ କଲେ? ତ୍ରେତୟା ଯୁଗରେ ରାମ ଅବତାରେ ତ୍ରେତୟା ଯୁଗରେ ରାମ ଅବତାରେ ଦଶରଥଙ୍କର ଶଙ୍କର ଜ୍ୟେଷ୍ଠ କୁମାର ଶଙ୍କର ଜ୍ୟେଷ୍ଠ କୁମାର ଶିଳା ନାରିକଲ ଶିଳା ଭସାଇଲ ସେତୁ ବାନ୍ଧିଲ ସମୁଦ୍ର ଭିତର ଦଶ କ୍ରନ୍ଦର ଛେଦିଲ ଶିର ବିଭୀଷଣ ଦେଲ ଅଭୟ ବର ହେ ମନ୍ଦର ଗିରିଧର ଧର ବ୍ରଜ ସୁନ୍ଦର ହେ ମନ୍ଦର ଗିରିଧର। ସତ୍ୟ ଗଲା, ହଁ ତ୍ରେତା ଗଲା। ଆଚ୍ଛା ଦ୍ୱାପର ଯୁଗରେ କଣ କରିଛନ୍ତି? କଣ କଲେ? ଦ୍ୱାପର ଯୁଗରେ ଦେବକୀ ଉଦରେ ଦ୍ୱାପର ଯୁଗରେ ଦେବକୀ ଉଦରେ ଜନମୀ ବଢିଲ ନନ୍ଦ ମନ୍ଦିର ଜନମୀ ବଢିଲ ନନ୍ଦ ମନ୍ଦିର ଇନ୍ଦ୍ର ବିବାଦରେ ମନ୍ଦର ଧରିଲ ଇନ୍ଦ୍ର ଗରବକୁ କରିଲ ଚୁର ଲବଣୀ ଚୋର ହେ ମୁରଲୀଧର ମାମୁକୁ ବଧିଲ ମଞ୍ଚା ଉପର ହେ ମନ୍ଦର ଗିରିଧର ଧର ବ୍ରଜ ସୁନ୍ଦର ହେ ମନ୍ଦର ଗିରିଧର। ସତ୍ୟ ଗଲା, ହଁ ତ୍ରେତା ଗଲା, ହଁ ଦ୍ୱାପର ଗଲା। ଆଚ୍ଛା କଳି ଯୁଗରେ କଣ କରିଛନ୍ତି? କଣ କଲେ କଳି ଯୁଗରେ? କଳି ଯୁଗେ ହରି ବିଜେ ନୀଳଗିରି କଳି ଯୁଗେ ହରି ବିଜେ ନୀଳଗିରି ସ୍ୱତ ପୀତ କୃଷ୍ଣ ବର୍ଣ୍ଣ ଶରୀର ସ୍ୱତ ପୀତ କୃଷ୍ଣ ବର୍ଣ୍ଣ ଶରୀର ସ୍ୱତ ପାଦ ପଦ୍ମ ବଳି ମକରନ୍ଦ ପାନ କରେ ମନ ନିରନ୍ତର ହେ କମଳାବର କରୁଣା କର ଚିନ୍ତାମଣି ପାଦେ କିଙ୍କର ହେ ମନ୍ଦର ଗିରିଧର ଧର ବ୍ରଜ ସୁନ୍ଦର ହେ ମନ୍ଦର ଗିରିଧର। ଭାଗୀରଥୀ ବାବୁ ଆଜ୍ଞା ତାହେଲେ ଜଗତର ପିତା ନାରାୟଣଙ୍କୁ ପଦେ ଜଣେଇଲେ, ହଁ ଆଉ ବିଦ୍ୟାଦାୟକ ଗଣେଶଙ୍କୁ ପଦେ ଜଣେଇବା। ଆଚ୍ଛା ଗଣନାଥ ଏବେ ଆସ ହରି ନୂତନ ବେଶ ଗଣନାଥ गे आस ଏ ନୂଆ ଯୁଗରେ ଗଜମସ୍ତ କରେ ଏ ନୂଆ ଯୁଗରେ ଗଜମସ୍ତ କରେ ହିମାଳୟ ସ୍ନେହ ମୁଖରେ ମୁଖରେ ମାଖ ହିମାଳୟ ସ୍ନେହ ମୁଖରେ ମାଖ ବିରାଟ ପେଟ ଯା ଚଢାଇ ଭାଇ କୋଟ ବେଙ୍ଗଲ ସୁଇଜି ଘଣ୍ଟା ହାତରେ ହାତରେ ମାଖ ଗଣନାଥ ବେଗେ ଆସ ହରି ନୂତନ ବେଶ ଗଣନାଥ ବେଗେ ଆସ ରକେଟର ଚଢି ଦେଖି ଆସ ପୁରୀ ରକେଟର ଚଢି ଦେଖି ଆସ ପୁରୀ ହୀରାକୁ ଦୁଦୁ ଡୁମାକୁ ଯା ଦେଖ ପାରଦୀପ ବନ୍ଦର କରିଣ ନଜର ରଗଡି କଲେ ଦେ ଘଡ଼ିଏ ବସ ଗୌରୀ ସୁତ ମୁଁ ହୁଏ ବିନୀତ ବିଦ୍ୟାଦାନ ଦେଇ ଏଇ ରଗୁଡିରେ ଖସ ଗଣନାଥ ନାଥ ବେଗେ ଆସ ଧରି ନୂତନ ବେଶ ଗଣନାଥ ନାଥ ବେଗେ ଆସ। ଭାଗୀରଥୀ ବାବୁ ଆଜ୍ଞା ତାହେଲେ ଆଉ କାହାକୁ ପଦେ ଜଣେଇବା? ଆଉ ମା ବାଘବାଦିନୀ ବୀଣା ପାଣିକୁ ପଦେ ଜଣାଇବା। ବୀଣା ପାଣି ସରସ୍ୱତୀଙ୍କୁ ପଦେ ଜଣେଇବା। ହଁ ବାଣୀ ଗୋ ବେଗେ ଆସ ଡାକେ ଓଡିଶା ଲୋ ଡାକେ ଓଡିଶା ଡାକେ ଓଡିଶା ଦେଶ ବାଣୀ ଗୋ ବେଗେ ଆସ ମୋଟା ତନ୍ତ ଶାଢ଼ୀ ପିନ୍ଧ ମା ସଜାଡ଼ି ମୋଟା ତନ୍ତ ଶାଢ଼ୀ ବରଦନ ବରଦନ କରି ସୁପର ଫାଇନ ଶାଢ଼ୀକୁ ନ କର ଆସ ସୁନା କାଚ ଝରି ପିନ୍ଧ ମା ସଜାଡ଼ି ରତନ ଚୁଡ଼ିକୁ ନ କର ଆସ କର୍ପୂର ଚନ୍ଦନ କସ୍ତୁରୀ କୁଙ୍କୁମ
ତେଜି ଦେଇ মুখে পাউডর মাখ ବାଣୀ গো বেগে আস ডাকে। ওডিশা লো ডাকে ওডিশা হউ ডাকে ওডিশা দেশ ବାଣୀ গো বেগে আস ଦାସର ଦାସ অহিন দাস ଏହିନ ଅନ୍ଧର নধর দোষ ଏହିନ অন্ধর নধর দোষ ବାଣୀ গো বেগে আস থিনা তাথিনা ডাকে ওডিশা লো ডাকে ওডিশা ডাকে ওডিশা দেশ বাণী গো বেগে আস ମାଛ ସିଅ ପୁତ୍ରେ ତରକାରୀ কারি ବାଇଗଣ ବିଭର୍ତ୍ତକ ନରଦ ବ୍ରାହ୍ମଣ ବନ୍ଦେ কুর্বতু তে মঙ্গল ଭାଗୀରଥୀ ବାବୁ আজ্ঞা ଆଶୀର୍ବାଦ ଆତ୍ମକ ମଙ୍ଗଳାଚରଣ ଶ୍ଲୋକ ମୁଁ ପାଠ କଲି হ্যাঁ ତାର ଅର୍ଥ ତୁ କଣ ବୁଝିଲୁ মাছ আনিকিনি তাকে ভাজিকে পখাଳ ভাত ସାଙ୍ଗରେ ରସୁଣ ଲଙ୍କା ନଗେଇ ଖାଇବା କଥା ବୁଝିଲି ଭାଗୀରଥୀ ବାବୁ ଆଜ୍ଞା ୟାର ଅର୍ଥ ତମେ ବୁଝିଲ ଏଇଆ ହଁ ତା ଅର୍ଥ ସେଇଆ ନୁହଁ ଆଉ ମାଛ ସିଅ ପୁତ୍ରେ ତରକା ଓଇରି ତାହେଲେ ମାଛର ପୁତ୍ର ହେଲେ ଦଣ୍ଡିଆ ମାଛ ତାହା ନୁହଁ ଆଉ ମାଛ ସିଅ ପୁତ୍ରେ ତରକା ଓଇରି ହଁ ମା ହେଲେ ଦୁର୍ଗା ଆଚ୍ଛା ମାଛ ସିଅ ହଁ 6ଟା ମସ୍ତକ କାହାର କାର୍ତ୍ତିକଙ୍କର ତାଙ୍କ ପୁତ୍ର କାର୍ତ୍ତିକଙ୍କର ହେଲା 6ଟି ମସ୍ତକ ମାଛ ସିଅ ପୁତ୍ରେ ତରକା ତରକାରୀ। ଯିଏ ତାରକାସୁରକୁ ମାରିଥିଲା ହଁ ହଁ ସିଏ ହେଲେ ତାଙ୍କ ପୁତ୍ର କାର୍ତ୍ତିକ ଓହୋ ତାରକା ଐରି ମାଛ ସିଏ ପୁତ୍ରେ ତାରକା ଐରି ହଁ ହଁ ବାଇଗଣ ବିଭର୍ତ୍ତକ ତାଙ୍କର ଭାଇ ହେଲେ ଗଣେଶ ହଁ ହଁ ଯୋଉ ଦେବଙ୍କର ଅଗ୍ରର ସର୍ବଦେବଙ୍କର ଅଗ୍ରେ ପୂଜା ଯାହାର ଆଚ୍ଛା ଯୋଉ ଶିବଙ୍କ ପୁତ୍ର ଗଣେଶ ହଁ ସିଏ ହେଲେ ବାଇଗଣ ବିଭର୍ତ୍ତକ ଅର୍ଥ ତାଙ୍କ ଭାଇ ହେଲେ ଗଣେଶ ସେଇ ମା ଦୁର୍ଗା ହଁ ଆଉ ଗଣେଶ ହଉ ଷଢ଼ାନନ ହଁ ଯୋଉ ଯକ୍ଷ ରକ୍ଷ ନର କିନ୍ନର ଦେବତା ଆଚ୍ଛା ଯାହାଙ୍କ ପାଦ ତଳେ ପୂଜା କରନ୍ତି ହଁ ସିଏ ଆମେ ଆହ୍ୱାନ କରୁଛନ୍ତି ଏ ସଭାକୁ ଆସନ୍ତୁ ଆଚ୍ଛା ନାଚ ପ୍ରେମୀ ପାଲା ପ୍ରେମୀ ସାହିତ୍ୟ ପ୍ରେମୀ ହଁ ସଂସ୍କୃତ ପ୍ରେମୀ ହଉ ଆଉ ଛୋଟ ଛୋଟ କୁନା କୁନି ଭାଇ ଭଉଣୀ ମାନଙ୍କର ହଁ ଆଉ ବୃଦ୍ଧ ବୃଦ୍ଧ ମଉସା ମାଉସୀ ମାନଙ୍କର ଆଚ୍ଛା ମନଭୀଷ୍ଟ ପୂର୍ଣ୍ଣ କରନ୍ତୁ ଭୋଲାନାଥ ସାଗର ଏକବାର ହରିବୋଲ ବଣା ମୁର୍ଗା କି ତ ଚାଲି ମୋ ଜଣା ପଡ଼ିଲା ରେ ବଣା ମୁର୍ଗା କି ଓ ଚାଲି ମୋ ମଦଣା ପଡ଼ିଲା ରେ ଅଣାଇ କପଟେ ବଣା କରିବାଟେ ଅଣାଇ କପଟେ ବଣା କରିବାଟେ ଅଣାଇ କପଟେ ବଣା କରିବାଟେ ଅଣାଇ କପଟେ ବଣା କରିବାଟେ ଛଣାରେ ଦେବାର ଫେଲି ମଦଣା ପଡ଼ିଲା ରେ ମୋ ଜଣା ପଡ଼ିଲା ରେ ବଣା ମୁର୍ଗା କି ତ ଚାଲି ମୋ ଜଣା ପଡ଼ିଲା ରେ ଜୟ ଜୟ ନାରାୟଣ କ୍ଷୀର ସିନ୍ଧୁବାସୀ କାଲି ତ ଜଣା ପଡ଼ିଲା ରେ ଅନନ୍ତ ବିହାରୀ କମଳା ବିଳାସୀ କାଲି ତ ଜଣା ପଡ଼ିଲା ରେ କାହାକୁ ରଖିଲ ତୁମେ କେତେ ବିପଦରୁ କାଲି ତ ଜଣା ପଡ଼ିଲା ରେ କାହାକୁ ରଖିଲ ତୁମେ କେତେ ବିପଦରୁ କାଲି ତ ଜଣା ମୋବେଳକୁ ହୋଇଲ ଚଳ ମହାମେରୁ କାଲି ତ ଜଣା ରାବଣକୁ ବଧିବାରୁ ନାମ ରାବଣାରୀ ଚାଲି ତ ଜଣା ହିରଣ୍ୟକୁ ବଧିବାରୁ ନାମ ହିରଣ୍ୟାରୀ ଚାଲି ତ ଜଣା ବକାସୁର ବଧିବାରୁ ନାମ ତ ବକାରୀ ଚାଲି ତ ଜଣା ହିରଣ୍ୟକୁ ବଧିବାରୁ ନାମ ହିରଣ୍ୟାରୀ ଚାଲି ତ ଜଣା ଭକ୍ତ ରହି ଡାକୁଅଛି ବହୁତ ଦୂରରେ ଚାଲି ତ ଜଣା ଲୟ ଲଗାଇଛି ଚକା ଡୋଳା ଶ୍ରୀପୟରେ ଚାଲି ତ ଜଣା ଦୀନବନ୍ଧୁ ବୋଲି ଆଉ ଡାକିବି ତ ନାହିଁ ଚାଲି ତ ଜଣା ଡାକି ଡାକି ଅଧମର ଦୁଃଖ ଗଳା ନାହିଁ ଚାଲି ତ ଜଣା ପଡ଼ିଲା ରେ ବଣ ମୁର୍ଗା କି ଆଉ ଚାଲି ତ ଜଣା ପଡ଼ିଲା ରେ ଅଣାଇ କପଟେ ବଣା ବଣା କରିବାଟେ ଅଣାଇ କପଟେ ବଣା କରିବାଟେ ଛଣାର ଦେବାର ପେଲି ମୋ ଜଣା ପଡ଼ିଲା ରେ ଭାଗୀରଥୀ ବାବୁ ଆଜ୍ଞା
ଆଜି ଚିହ୍ନାଇ ରାଜାଗଣଙ୍କୁ ସହଚରୀ ମାନେ ଆହା ଫେରିଲେ ଚନ୍ଦ୍ରାବତୀକୁ ଧରି ନ ସକନେ ରବି ରଥ ଡୁବିଗଲା ପଶ୍ଚିମ ଦିଗେ ଯାଇ ଆହା ଆସିଲା ରଜନୀ ରାଣୀ କଳା କଳା ବେଶ ବେଶ। ହୋଇ ସନ୍ଧ୍ୟା କିପରି ହେଲା ହେଲା ଆଜି ରାଧାନାଥ ଲେଖିଲେ ଆଚ୍ଛା ତିମିର ରଜନୀ ଘୋଟିଲା ଅବନି ଫୁଟିଲେ ତାରା ଗଗନେ ସେ ଗଗନେ ଫୁଟିଲେ ତାରା ଗଗନେ ବନେ ଉପବନେ କୁସୁମ ଫୁଟିଲା ବାସ ଚହଟେ ଚହଟେ ପବନେ ଆହା ବାସ ଚହଟେ ପବନେ ଭାଗୀରଥୀ ବାବୁ ଆଜ୍ଞା ଆଜି କ୍ରମେ କ୍ରମେ ରାତ୍ରି ହେଇଗଲା ଆହା ରାତ୍ରି ପାହିଲା ଆଚ୍ଛା ପାହିବା ପରେ ନାରଦ ମହର୍ଷି ଆହା ଆଜି ଦୁର୍ଯ୍ୟୋଧନ ପାଖକୁ ପହଞ୍ଚିଗଲେ ଆଚ୍ଛା ଦେଖି ଦୁର୍ଯ୍ୟୋଧନ ତାଙ୍କୁ ନମସ୍କାର କଲା କରପାତି କଲ୍ୟାଣ କରନ୍ତି ବ୍ରହ୍ମା ବଳା ଇଚ୍ଛା କଲେ ବ୍ରହ୍ମବଶ୍ୟ କହ ଏ ଦୁର୍ଯ୍ୟୋଧନ ଆହା କି ଉତ୍ସବେ ମାତିଛନ୍ତି ତୁନ କର ଜନ ପ୍ରତି ଘରେ ପୂର୍ଣ୍ଣ କୁମ୍ଭ ନାଦର ଓହିନାଥ ଆବର ବାଜୁଛି ନାନା ଢଙ୍ଗେ କେଉଁ ବାଦ୍ୟ କହଇ କୁରୁ ରାଣ ଶୁଣ ହେ ମହାଜତି ସଞ୍ଜାବତୀ ନାମେ ଅଛି ମୋର ଦୁହିଟି ତେଣୁ ତାର ସ୍ୱୟଂବର କରୁ ଅଛି ମୁହିଁ ତେଣୁ ତାର ସ୍ୱୟଂବର ମୁଁ କଲି ମୁଁ ନିବର ନାରଦ ବୋଇଲେ ବାବା ତୁ କଲୁ ଓ ବିଚାର କାରଣ ଭଣ୍ଡାରୁ ସାରିଲୁ ବହୁ ଧନ ଆଖରାରେ କାହିଁରେ ନୋହିବା ପ୍ରୟୋଜନ ଯେବେ ସ୍ୱୟଂବର ତୁ କଲୁ କୁରୁପତି ରାମ ଯେବେ ସ୍ୱୟଂବର ତୁ କଲୁ କୁରୁଧନ ରାମକୃଷ୍ଣଙ୍କୁ କାହିଁ କାହିଁ ନ କଲୁ ନିମନ୍ତ୍ରଣ ରାମକୃଷ୍ଣ ଥିଲେ କି ଶୋଭା ଶୋଭା ହେବ ସଭା ଆମେ ପୂର୍ବତ ଯାଇ ତାଙ୍କୁ ତିଆରି କହିବା ରାମକୃଷ୍ଣ ଥିଲେ କି ଶୋଭା ହେବ ସଭା ଆମେ ପୂର୍ବତ ଯାଇ ତାଙ୍କୁ ତିଆରି କହିବା ରାମ ଗୋବିନ୍ଦ ଗୋବିନ୍ଦ ଦାସରଥୀ ଅର୍ଜୁନ ନନ୍ଦୀ ସେ ଗୋସେ ହୋଇଲ ସାରଥୀ ଭାଗୀରଥୀ ବାବୁ ଆଜ୍ଞା ନାରଦ ମହର୍ଷି ଆସି ଦୁର୍ଯ୍ୟୋଧନ ପାଖରେ ପହଞ୍ଚି ଗଲେ ଆହା ଦୁର୍ଯ୍ୟୋଧନ ଦେଖି ନାରଦଙ୍କୁ ପ୍ରଣିପାତ କଲା ହଁ କରପତି କଲ୍ୟାଣ କରନ୍ତି ମୁନିବର ଆଚ୍ଛା ପୁଚ୍ଛା କଲେ ବ୍ରହ୍ମ ବଶ୍ୟ କହେ ଦୁର୍ଯ୍ୟୋଧନ ଆହା କି ଉତ୍ସବେ ମାତିଛନ୍ତି ତୁ ନଗର ଜନ ମୁଁ ଦେଖି ଦେଖି ଆସିଲି ହଁ ପ୍ରତି ଘରେ ପୂର୍ଣ୍ଣ କୁମ୍ଭ ରୋହି ଭେରି ନାଦ ଆହା ଆବର ବାଜୁଛି ନାନା ଢଙ୍ଗେ ଢଙ୍ଗେ କେଉଁ ବାଦ୍ୟ କହଇ କୁରୁରାଣ ଶୁଣ ହେ ମହାଜତି ଆହା ଚନ୍ଦ୍ରାବତୀ ନାମେ ଅଛି ମୋହର ଦୁହିତି ଦୁହିତି ତେଣୁ ତାର ସ୍ୱୟଂବର ଆହା ମୁଁ କଲି ମୁନିବର ଆଚ୍ଛା। ନାରଦ ବୋଇଲେ ତୁ ବାବୁ କଲୁ ଅବିଚାର ଯଦି ତୁ ସ୍ୱୟଂବର କଲୁ କୁରୁପତି ଆହା କି କୁରୁରାଣ ଦୁର୍ଯ୍ୟୋଧନ ଆହା ରାମକୃଷ୍ଣଙ୍କୁ କାହିଁକି ନ କଲୁ ବରଣ ହଁ। ରାମକୃଷ୍ଣ ନଥିଲେ କି ସଭା ହେବେ ସଭା ନା କିନ୍ତୁ ଶ୍ରୀକୃଷ୍ଣଙ୍କର 160 କୁମର ଆହା ସୁନ୍ଦର ସୁନ୍ଦର ପୁତ୍ର ଦେବଗଣ ଦେବଗଣ ପ୍ରାୟ ତହୁ ସାମ୍ବ ବୀରକୁ ବରିବୁ ଯେବେ ତୁଇ ପାଇବୁ ପୌରସତ କନ୍ୟା ସରିବର ସେହି ଭାଗୀରଥୀ ବାବୁ ଆଜ୍ଞା ଏ ଶୁଣି କୁରୁ ରାଣ ଏ ଶୁଣି କୁରୁ ରାଣ କମ୍ପେ ଘନ ଘନ କମ୍ପେ ଘନ ଘନ ଶନିପାତ ରୋଗୀ ରୋଗୀ ପରି ସଭା କୁଟାହୀନ ଶନିପାତ ରୋଗୀ ରୋଗୀ ପରି ସଭା କୁଟାହୀନ ମନରେ କ୍ରୋଧ ଧରି କହେ କୁରୁ କୁରୁବୀର କହେ କୁରୁ ରାଣ কি কইল মুনি পিড়ে নকরি খাতর কি কইল মুনি পিড়ে নকরি খাতর সামান্য রাজা বলি মতে কি মনিল সামান্য রাজা বলি আউ মতে কি মনিল সমস্ত চূড়া চূড়ামণি বলি ন জানিল যৌমান গোবিন্দ পৃথিবী কোলে গতি কনক পদম ফুটাই যাই যাহার সপ্ত রথি ভজ রাম যে জয় রাম যে আহা নব দুর্বাদ রাম যে
ଭାଗିରଥି ବାବୁ ଆଜ୍ଞା। ଏହା ଶୁଣି କୁରୁରାଣ କମ୍ପେ ଘନ ଘନ ଆହା, ହନିପାତ ରୋଗୀ ପରି ଥରୁଛି। ମୁନିକି ଚାହିଁଣ ହଁ, ମନରେ କ୍ରୋଧ ବହି କହେଇ ଦୁର୍ଯ୍ୟୋଧନ ଆଚ୍ଛା। କି କହିଲ ମୁନି ତିଳେ ନକରି ଖାତର ଖାତର। ସାଧାରଣ ରାଜା ପରି ମୋତେ କି ମଣିଲ ହଁ। ଲକ୍ଷେ ରାଜାର ମୌଡ଼ମଣି ନାମ ମୋର ପ୍ରନଙ୍ଗ ନାରାୟଣ ମାନ ଚକ୍ରବର୍ତ୍ତୀ ବୀର ଦୁର୍ଯ୍ୟୋଧନ ହଁ, ସାମାନ୍ୟ ରାଜା ପରି ମୋତେ କି ମଣିଲ ସମବଂଶ ଚୂଡ଼ାମଣି ଚୂଡ଼ାମଣି ନ ଜାଣି ପାରିଲ। ହେ ମହର୍ଷି ହଁ, ଯେଉଁମାନ ଗୋବିନ୍ଦ ପୃଥ୍ୱୀରେ କଲେ ଗତି ଏ ଜୟ ରାମ 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 ଜୟ ରାମ ରାମ। କନକ ପଦ୍ମ ଫୁଟେ ଯାହାର ସତରଥି ଏ ରାମ ଦିନେ କରୁଥିଲେ ବାଡ଼ି ତଳେ କାମ। ମର୍ତ୍ତ୍ୟ ରାଜା ଗଣ ମୋର ସଦା ଆଜ୍ଞାକାରୀ ଏ ଭାବିଲି କି ରସୁଣ ପତର ବିରି ଡାଲିକି ମର୍ତ୍ତ୍ୟ ରାଜା ଗଣ ମୋର ସଦା ଆଜ୍ଞାକାରୀ ଏ ମୁଗ ଡାଲିକି ଘିଅ ଲୋ ମୁଗ ଡାଲିକି ଘିଅ। ମୋ ଭାଇ ଅର୍ଜୁନ ବୃକୋଦର ଆଦି କରି ଏ ଜାଣି ନାଉ କି ରାଉତ ପୁଅ ମୁଁ କେମତା ଘରର ଝିଅ। ଆବର ମୋର ସାନୁଜ ଅର୍ଜୁନର ପାଦ ନାଉ ଧରିକି ଦେଖିଥିଲୁ କିଲୋ ଆମ ବୁଢ଼ୀକି। ଭଉଣୀକୁ ଦେଇଣ ଧୋଇଥିଲା ଗୋବିନ୍ଦ ଏ ମୁଁ ତ ଯାଉଛି ଗଡ଼ି କିଲୋ କେମିତି ଦେଖିଲି ତମ ବୁଢ଼ୀକି। ନିଚଳରେ କନ୍ୟା ଥିଲେ ଆଣି ହୁଏ ଏ ପର୍ବତ ଉପରେ ଘର କରିଥିଲି ବାବ ତାସରେ ଗଲା। ତୁଳସୀର ବୁଝିଣ କୁମାରୀ ଦିଆଯାଏ ଏ ଉକୁଣି ମୁଣ୍ଡିଟେ ବୋହୁ କରିଥିଲି ବିଲେଇ ଘୋଷାରି ନେଲା। ଭାଗିରଥି ବାବୁ ଆଜ୍ଞା। ଦୁର୍ଯ୍ୟୋଧନ କହୁଛି ହଁ, ସାମାନ୍ୟ ରାଜା ପରି ମୋତେ କି ମଣିଲ ଆଚ୍ଛା। ସମବଂଶ ଚୂଡ଼ାମଣି ବୋଲି ନ ଜାଣିଲ ଆହା, ଯେଉଁ ମାନ ଗୋବିନ୍ଦ ପୃଥ୍ୱୀରେ କଲେ ଗତି ଆହା, କନକ ପଦ୍ମ ଫୁଟେ ଯାହାର ଯାହାର ସପ୍ତରଥୀ। ମର୍ତ୍ତ୍ୟ ରାଜା ଗଣ ମୋର ସଦା ଆଜ୍ଞାକାରୀ ହଁ, ମୋ ଭାଇ ଅର୍ଜୁନ ବୃକ ବୃକୋଦର ଆଦି କରି ମୋତେ କି ସମାନ ହେବ ସେ ଗୌଡ଼ ଛାର ସମୁଣ୍ଡା ଖଡ଼ିରେ ନାମ ନ ମିଳିବ ଯାର। ଗୌଡ଼ ଇଣ୍ଠା ଖିଆ ବଣ ବୁଲା ଜାତି କେତେ ପୁରୁଷ ହୋଇଲ କହିଲେ ସେ ଦ୍ୱାରିକା ନୃପତି। ଆବର ମୋର ସାନୁଜ ଅର୍ଜୁନର ପାଦ ଭଉଣୀଙ୍କୁ ଦେଇଣ ଧୋଇଥିଲା ସେ ଗୋବିନ୍ଦ। ହେ ନାରଦ ମହର୍ଷି ହଁ। ଆପଣ ଜାଣିପାରୁନାହାନ୍ତି ନା। ଆବର ମୋ ସହିତ ସମାନ ହବ ସେ ଗୌଡ଼ ନା। ଯାହାର ପାଠ ନାହିଁ ଷାଠ ନାହିଁ ଆହା, ଗୋବର ଗନ୍ଧ ଯାଇ ନାହିଁ ଆଚ୍ଛା। ସିଏ ମୋତେ କି ସମାନ ହବ ସେ ଗୌଡ଼ ଛାର ଆହା, ଛଅ ମୁଣ୍ଡା ଖଡ଼ି ଖଡ଼ି ଘୋରିଲେ ନାମ ନ ମିଳିବ ଯାର। ଗୌଡ଼ ଇଣ୍ଠା ଖିଆ ବଣ ବୁଲା ଜାତି କେତେ ପୁରୁଷ ହୋଇବ ସେ ଦ୍ୱାରିକା ନୃପତି। ହେ ମହର୍ଷି ହଁ, ଆବର ମୋର ସାନୁଜ ହଁ, ଅର୍ଜୁନର ପାଦ ଧରିଥିଲା ଭଉଣୀଙ୍କୁ ଦେଇଣ ଧୋଇଥିଲା ଗୋବିନ୍ଦ ଗୋବିନ୍ଦ। ହେ ମହର୍ଷି ଓ ନିଚ ଘରେ କନ୍ୟା ଥିଲେ ଆଣି ହୁଏ କୁଳଶୀଳ ବୁଝିଣ କୁମାରୀକୁ ଦିଆଯାଏ। ଆପଣ ଜାଣିଥିଲି ଆପଣ ସର୍ବଜ୍ଞ ବୁଦ୍ଧିବନ୍ତ ହଁ, ନିର୍ବୁଦ୍ଧିଆରୋପଣ ଆଜ କଲି କଲିସ୍ଥିତ। ନାରଦ ମହର୍ଷି ମନେ ମନେ ବିଚାର କରୁଛନ୍ତି ଆହା, ଭାଗିରଥି ବାବୁ ଆଜ୍ଞା। ବିଚାର କରୁଛନ୍ତି ହଁ। ମନେ ମନେ ଭାବୁଛନ୍ତି ହଁ, ହଁ, କହୁଛନ୍ତି ଆଚ୍ଛା। ମୁକ୍ତାପି ମାଳା ନଶ୍ଚ ବାନରାଣ ନିଷ୍ଠାପାନ ଭୋଜନ ସୁଖ ଅନ୍ଧସ୍ୟ ଦୀପ ବଧିରସ୍ୟ ଗୀତ ମୂର୍ଖସ୍ୟ କିଂ ଧର୍ମ କଥା ପ୍ରସଙ୍ଗ ଭାଗିରଥି ବାବୁ ଆଜ୍ଞା। ଆଜି ନାରଦ ମହର୍ଷି ଭାବୁଛନ୍ତି ହଁ, ମୁଁ ହଁ, ଭଗବାନ ଯିଏକି ଗୋଲକ ବିହାରୀ ବିଷ୍ଣୁ ହଁ, ହଁ, ଯାହା ନାମ ଭାଗିରଥି ଆଜ୍ଞା। କୃଷ୍ଣ ନାମର ପାପ କ୍ଷୟ ଯେତେ କୃଷ୍ଣ ନାମରେ ପାପ କ୍ଷୟ ଯେତେ କରି ନ ପାରେ ପାପି ପାପ ତେତେ କରି ନ ପାରେ ପାପି ପାପ ତେତେ କୃଷ୍ଣ ନାମଟି ଅମୃତ ବାରିଧି କୃଷ୍ଣ ନାମ ନାମଟି ଅମୃତ ବାରିଧି କଳି କର୍ମୁଷ ସନାସନେ ଔଷଧି। ଭାଗିରଥି ବାବୁ ଆଜ୍ଞା। ନାରଦ ମନେ ମନେ ଚିନ୍ତା କରୁଛନ୍ତି ହଁ, କୃଷ୍ଣ ଥରେ ଶ୍ରୀକୃଷ୍ଣ ନାମ ଉଚ୍ଚାରଣ କଲା ମାତ୍ରେ ଆଚ୍ଛା। କୋଟି କୋଟି ଜନ୍ମରେ ପାପ ଦୌତ ହେଇଯିବ ଭାଗିରଥି ଆଜ୍ଞା। ଆଉ ଗୋଟେ ଶ୍ଳୋକ ମନରେ ପଡୁଛି ଆଚ୍ଛା। ସଂସାର ବ୍ୟାଧି ବସଜ ମହାଭୟ ନିବାରଣ ଦୁଃଖ ଶୋକ ପରିତ୍ରାଣ ହରିରିତାକ୍ଷର ଦ୍ୱୟ ନମ ଭାଗିରଥି ବାବୁ ଆଜ୍ଞା। ସଂସାରରେ ଯେତେ ପ୍ରକାର ହଁ। ରୋଗ ଇଏ ଯୋଉ ମାନବ ମାନଙ୍କୁ ହୋଇଥାଏ ଆଚ୍ଛା। ତାହାର ମହୋଷଧି ହେଲା କଣ ହେଲା? ଶ୍ରୀରାମ ଶ୍ରୀକୃଷ୍ଣ ଆଚ୍ଛା। ଯେତେ ରୋଗ ହେଲେ ବି ୟାଠୁ ଔଷଧ ଆଉ ନାହିଁ। ଭାଗିରଥି ବାବୁ ଆଜ୍ଞା। ନାରଦ ମହର୍ଷି ଭାବୁଛନ୍ତି ହଁ,
ଯେ ବାନର କଣ୍ଠେ ମୁକ୍ତାମାଳ ଦେଲେ ଆଚ୍ଛା ଇଏ ହଉଛି ବାନର ହଁ ମାଙ୍କଡ ଘୁଷୁରୁ କି ମିଷ୍ଟାନ ଭୁଞ୍ଜେଇଲେ ହଁ ତାକୁ ଯଦି କଦଳୀ ଦେଇଦବା କି ରସଗୋଲା ଦେଇଦବା ଯାହାର ଆଖି ନାହିଁ ଅନ୍ଧ ଆଗେ ଦୀପ ହଁ ଯାହାକୁ ଶୁଭୁ ନାହିଁ କାଲକୁ କଥା କଥା ମୂର୍ଖ ଆଗେ ଧର୍ମ କଥାର ଗାଥା ସୁନ୍ଦର କି ହେବ ହଁ ଯାହାକୁ ଯାହା ଯାହା ଗଢିଛି ଦଇବ ଭାଗୀରଥୀ ବାବୁ ଆଜ୍ଞା ଆଜି ଦୁର୍ଯ୍ୟୋଧନ କହୁଛି ହଁ ହେ ମହର୍ଷି ହଁ ମୁଁ ଜାଣିଥିଲି ଆପଣ ସର୍ବଜ୍ଞ ବୁଦ୍ଧିବନ୍ତ ହଁ ନିର୍ବୁଦ୍ଧି ଆରୋପଣେ ଆଜ କଲ କଲିସ୍ଥିତ ନାରଦ ମହର୍ଷି ହସିଦେଲେ ହଁ ହଁ ଶୁଣିଣ ବ୍ରହ୍ମାନନ୍ଦନ କହନ୍ତି ମନ୍ଦ ସିଂହା ସରସ୍ୱତୀଙ୍କୁ ଜୁହାର ଯା ଯା ଦିଅ ସରସ୍ୱତୀ ବିଦ୍ୟା ଭଣ୍ଡାର ହଉ। ମୂର୍ଖଦ ସୁପାରି କର ଦୁର୍ଯ୍ୟୋଧନ ରୂପ ଗୁଣ ବିଚକ୍ଷଣ କୁବର୍ଷି ଡଗ ଚାଲେ ଡଗ ଡଗ ଯା ଯା ମା ମାଉସୀଙ୍କୁ କରୁଛି ଜୁହାର ହଉ। ଅନୁକୂଳ ହେଲା ଢଗ ଦୁର୍ଯ୍ୟୋଧନ ବୁଦ୍ଧି ବିଚକ୍ଷଣଙ୍କୁ ପ୍ରଶଂସିଙ୍ଗା ମାଇଲି ମାଇ ମାଛକୁ ଯା ଯା ମାଇ ମାଛ ଯାଇ ଗୁହାରି କରିଲା ହଉ। ଆମର ସରପଞ୍ଚଙ୍କୁ ମାନ ଚକ୍ରବର୍ତ୍ତୀ ତୁଇ ବୀର ଦୁର୍ଯ୍ୟୋଧନଙ୍ଗା କଟୁରୀ ଧରିଲି ଆଣ୍ଟେ ଯା ଯା କହିଗଲେ ଧନ ଆସିବେ ବୋଲି ଯା ହଉ। କଲିକତାରୁ ନିକଟେ ଜନଗଣ ରାୟଣ ତୁ ମାନ ଚକ୍ରବର୍ତ୍ତୀଙ୍ଗା କଲିକତିଆ ଦିଅର ଯା ଯା ଘରକୁ ଆସିଲେ 6 ମାସରେ ଥରେ ହଉ। ଜୋତା ମାରି ଖର ଖର ଶରଣେ ବନନ୍ତି ତୋର ଲକ୍ଷେ କନୁର୍ପତିଙ୍ଗା ଗଡ଼ି ଗଲା ଗଡ଼ି ଗଡ଼ି ଯା ଯା ଆମରି ଗାଁରେ ଯେତେକ ବୁଢିଲ ହଉ। ଯାଉଛନ୍ତି ଅଙ୍ଗନାବାଡ଼ି ଯେ ନ ଜାଣେ କେ ନ ଜାଣେ ବୀରପଣ ତୋରଙ୍ଗା ନଈରେ କଙ୍କଡ଼ା ଗାତ ଯା ଯା କୋଟିଆ ବୋଲି ମୁଁ ଧରି ପକେଇଲି ହଇ। ନୂଆ ସମୁଦୁଣୀ ହାତ ଭାଗୀରଥୀ ବାବୁ ଆଜ୍ଞା ଆଜି ନାରଦ ମହର୍ଷି ହଁ। ମନ୍ଦ ମନ୍ଦ ହସି ଆଚ୍ଛା ଦୁର୍ଯ୍ୟୋଧନ ଗୁଣ ବିଚକ୍ଷଣକୁ ପ୍ରଶଂସି ହଁ। କହିଲେ ବାବୁରେ ଓ। ତୁ ପ୍ରଣଗ ନାରାୟଣ ତୁ ମାନ ଚକ୍ରବର୍ତ୍ତୀ ହଁ। ଚରଣେ ବନନ୍ତି ତୋର ଲକ୍ଷେ ଲକ୍ଷେ କନୁର୍ପତି କିଏ ନ ଜାଣେ କହିଲି ମୁଁ କୌତିକେ ସିନା କଲେ ମୁଁ ଗୋଟେ କୌତୁହଳ କହିଦେନି ନା ଆଉ କୌତୁକରେ କହିଲି ହଁ ଏତେ କହି ମୁନି ମନେ କଣ କରନ୍ତି ଭାବନା ଇଏ ଦେଖିବି ରେ ଅନ୍ଧ ପୁଅ ଦେଖିବି ତ ଟାଣ ଟାଣ ଦେଖିବି ତ ଟାଣ ଦେଖିବି ରେ ଅନ୍ଧ ପୁଅ ପୁଅ ଦେଖିବି ତ ଟାଣ ଦେଖିବି ତ ଟାଣ ଦେଖିବି ରେ ଅନ୍ଧ ପୁଅ ଦେଖିବି ତ ଟାଣ ଦେଖିବି ତ ଟାଣ କେମତେ ନ ଧରିବୁ ତୁ ତୁ ଗୌର ଚରଣ ହରି ନିନ୍ଦା ଯୁଧିଷ୍ଠିର ସହି ନ ପାରିଲେ ସହି ନ ପାରିଲେ ଭାତୃବର୍ଗ ଧରି ନିଜ ସଦନେ ମିଳିଲେ ସଦନେ ମିଳିଲେ ସହଦେବଙ୍କୁ ଚାହିଁ ପୁଛିଲେ ଯୁଧିଷ୍ଠିର ସେ ଯୁଧିଷ୍ଠିର କହ ବାବୁ କିଏ ହେବ ଚନ୍ଦ୍ରାବତୀ ବରଭଦ୍ର ରାମ ଦେ ଜୟ ରାମ ଦେ ଆହା। ନବ ଦୁର୍ବାଦଳ ରାମ ଦେ ଭାଗୀରଥୀ ବାବୁ ଆଜ୍ଞା ଖଣ୍ଡେ ଦୂର ମହର୍ଷି ଯାଇ ହା ହା କହୁଛନ୍ତି ଦେଖିବି ରେ ଅନ୍ଧ ପୁଅ ଦେଖିବି ତ ଟାଣ ହା ହା କିପରି ନ ଧରିବୁ ତୁ ଗୌର ଚରଣ ହରି ନିନ୍ଦା କୃଷ୍ଣ ନିନ୍ଦା ଯୁଧିଷ୍ଠିର ଠାକୁର ସହ୍ୟ ନ କରିପାରି ହା ତାଙ୍କ 5 ଭାଇ ଯାକୁ ଧରି ଆଚ୍ଛା। ତାଙ୍କ ରାଜ୍ୟରେ ମିଳିଲେ ହା ଦେଖିବି ରେ ଅନ୍ଧ ପୁଅ ଦେଖିବି ତ ଟାଣ କେମନ୍ତେ ନ ଧରିବୁ ତୁ ଗୌର ଗୌର ଚରଣ ଚରଣ ହରି ନିନ୍ଦା ଯୁଧିଷ୍ଠିର ସହି ନ ପାରିଲେ ହା ହା ଭାତୃବର୍ଗ ଧରି ନିଜ ଭୁବନେ ମିଳିଲେ ମିଳିଲେ ମନ୍ତ୍ରୀ ସହଦେବକୁ ଚାହିଁ ପୁଛିଲେ ଯୁଧିଷ୍ଠିର ହା କହ ବାବୁ କିଏ ହେବ ଚନ୍ଦ୍ରାବତୀ ବର ନିଜ ତ ଦେଖିଣ ସେ ସହଦେବ କହିକି ଭଜ ରାମ ପଚାରିଲ ମତେ ଜାଣୁ ଆହେ ଜ୍ୟେଷ୍ଠ ଭାଇ ଭାଇ କି ରାମ ରାମ କୃଷ୍ଣ ପୁତ୍ର ସାମ୍ବ ଏ କରିବ ରଣ କି ଜୟ ରାମ ବିବରଣେ ବୁଝାଉଛି ଚିତ୍ତରେ ଏଇ ଶୁଣ କି ହରି ରାମ ନାରଦ କରିଲେ ଏଇ କଳ ଅଭିୟାନ କି ଜୟ ରାମ ମନ୍ତ୍ରୀ
ମୁଖୁ ଶୁଣି ଯୁଧିଷ୍ଠିର ଦଣ୍ଡ ଧାରି କି ହରି ରାମ ରହିଲେ ସଦନେ ସୁଖେ ଭାତୃବର୍ଗ ଧରିକି ଭଜ ରାମ ଆଉ ଅବିରଥ ଡୁବିଗଲା ପଶ୍ଚିମ ଦିଗେ ଯାଇକି ରାମ ରାମ ଆସିଲା ରଜନୀ ରାଣୀ କଳା ବେଶ ଧରିକି ଭଜ ରାମ ଏକାଳେ ରାଜନବାଳି ରତନ ପଲ ଲୋକେ କି ଜୟ ରାମ ଭଜ ରାମ ନବୀନ ସୁନ୍ଦର ଘନ ଶ୍ୟାମ। ଭାଗୀରଥୀ ବାବୁ ଆଜ୍ଞା ଆଜି ସହଦେବ ମନ୍ତ୍ରୀ କି ଯୁଧିଷ୍ଠିର ଠାକୁର ପଚାରୁଛନ୍ତି ବାବୁ ମନ୍ତ୍ରୀ ଚୂଡ଼ାମଣି ଇଏ ଯୋଉ ଏଇ ଚନ୍ଦ୍ରାବତୀ କନ୍ୟାକୁ କିଏ ବିବାହ କରିବ? ସହଦେବ ନିଜ ହସ୍ତ ଦେଖି କହୁଛି ଶ୍ରୀକୃଷ୍ଣ ପୁତ୍ର ଶାମ୍ବ କରିବ ହରଣ କରିବେ କଳହ ଏଇ ନାରଦ ଭିଆଣ। ମନ୍ତ୍ରୀ ମୁଖୁ ଶୁଣି ଯୁଧିଷ୍ଠିର ଦଣ୍ଡ ଧାରି ରହିଲେ ସଦନେ ସୁଖେ ଭାତୃବର୍ଗ ଧରି। ଭାଗୀରଥୀ ବାବୁ ଆଜ୍ଞା ପୁଣି ସନ୍ଧ୍ୟା ଆସିଲା। ଆଚ୍ଛା ସନ୍ଧ୍ୟା ସଞ୍ଚରିକା ହୋଇ ସବିତା ଗଲା ମିଳାଇ ବାରୁଣୀ ତରୁଣୀ সঙ্গে মধুর নগে রবি মুখে হস হস বারুণিসা দিলাবেশ হে বারুণিসা দিলাবেশ ফুটাইলা হরিদ্রা মিলন নগে নব নব বেশে ছড়িরি ত্রিপুর মোহিনী বেশ ধরিলা বালি। ভাগীরথী বাবু আজ্ঞা আজ ক্রমে ক্রমে সন্ধ্যা হলা আচ্ছা ধীরে ধীরে রাত্রি বি বঢ়িବାକୁ লাগিলা। হ্যাঁ সেই সময় নারদ মহর্ষি আচ্ছা আজ চন্দ্রাবতী পুরକୁ ଆସିକି ପହଞ୍ଚି ଗଲେ। আহা দেখি চন্দ্রাবতী মুনিকি নমস্কার কলা হ্যাঁ বড় ঘর বহু ଓ କଲ୍ୟାଣ ବାଞ୍ଛିଲା। আচ্ছা ନାରଦ ମହର୍ଷି କହୁଛନ୍ତି ହେ ଚନ୍ଦ୍ରାବତୀ হ্যাঁ କାଲି ତ ବେଶ ହୋଇ ସଭାକୁ তু ଯାଇ যাইଥିলু ବର ବରଣ ବରିବା କାହାକୁ কাহাকু স্থির কলু ଯେତେ ରାଜା ଆସିଛନ୍ତି ଦେଖିଛି চিত মুহি ভজ রাম হে ତୋର ଅନୁରୂପ ବର ଜଣେ হে নাহি রাম রাম হে କି ସୁନ୍ଦର କନ୍ୟାକୁ ଏ ଅସୁନ୍ଦର বর ভজ রাম হে ସଂସାରରେ ନିନ୍ଦା ପୁଣି ନେବ ভার ভার জয় রাম হে ହଉ ନିନ୍ଦା ପ୍ରଶଂସାରେ କେଉଁ ଲାଭ ଯେ ଆମର আমার ভজ রাম হে ସୁନ୍ଦର ଯୌବନ ହୋଇବ বনার খার জয় রাম হে ଭାଗୀରଥୀ ବାବୁ আজ্ঞা ଆଜି ନାରଦ ମହର୍ଷି হা হা କହୁଛନ୍ତି ମାଲୋ বলো କାଲି ତ ବେଶ ହୋଇ ସଭାକୁ ଯାଇଥିଲୁ হ্যাঁ ବର ବରଣେ ବରିବାକୁ କାହାକୁ ସ୍ଥିର ସ୍ଥିର କଲୁ କଲୁ। ହେଲେ କଣ ହବ হ্যাঁ ହେ ମା হ্যাঁ ଯେତେ ରାଜପୁତ୍ର ଆସିଛନ୍ତି ଦେଖିଛି ତ ମୁହିଁ হ্যাঁ ତୋର ଅନୁରୂପ ବର ଜଣେ হেলে କେହି নাই ନାହିଁ। କହିଲେ କଣ ହବ হ্যাঁ କି ସୁନ୍ଦର କନ୍ୟାକୁ ଏ ଅସୁନ୍ଦର সুন্দর বর ସଂସାରରେ ଯିଏ ଦେଖିବ ଛି ଛି হ্যাঁ କରିବ। হ্যাঁ ঠিক করিব তো ଭାଗୀରଥୀ ବାବୁ ଆଜ୍ଞା। ସଂସାରରେ ନିନ୍ଦା ନେବ ଭାର ଭାର হ্যাঁ ହଉ ଆମର କଣ ନାରଦ ମହର୍ଷି କହିଲେ ମୋର କଣ ଅଛି ନା। ନିନ୍ଦା ପ୍ରଶଂସାରେ କେଉଁ ଲାଭ ଯେ ଆମର হ্যাঁ କି ସୁନ୍ଦର ଯୌବନ ହୋଇବ হইব ନାର নার খার ହେଲେ হ্যাঁ ଚନ୍ଦ୍ରାବତୀ বলো ବେଳ ଥାଉ ପଦେ ଯଦି ମୋତେ কহিথান্তু ଆଣି ବର ଦେଇ ଦେଇଥାନ୍ତି ମୋ ଗୁଣ ଗାଆନ୍ତୁ ସ୍ୱୟଂ ଦ୍ୱାରିକାରେ ହାହା ହରି ହଳଧର ରାଜା ହାହା ତିନି ପୁର ଲୋକ ଯାକୁ କରୁଛନ୍ତି ପୂଜା ସର୍ବଦା କାଳରେ ଚକ୍ର ଶୂନ୍ୟ ବୁଲୁ ବୁଲୁଥାଇ ଶୂନ୍ୟ ବୁଲୁ ଥାଇ ସର୍ବଦା କାଳରେ ଚକ୍ର ଶୂନ୍ୟ ଶୂନ୍ୟ ବୁଲୁଥାଇ ଶୂନ୍ୟ ବୁଲୁଥାଇ ମାଛି ପଡ଼ିଲେ ମରିବ ନବଖଣ୍ଡ ହୋଇ ନବଖଣ୍ଡ ହୋଇ ସେହି ଦ୍ୱାରିକାରେ ହରି ହଳଧର ରାଜା ହଳଧର ରାଜା ଶ୍ରୀକୃଷ୍ଣଙ୍କ
ଶ୍ରୀକୃଷ୍ଣଙ୍କର ଲକ୍ଷେ ଷାଠିଏ ଅଶୀ କୁମର ଅସିଏ କୁମର ଶ୍ରୀକୃଷ୍ଣଙ୍କ ଲକ୍ଷେ ଷାଠିଏ ଅଶୀ କୁମର ଅସିଏ କୁମର ସୁନ୍ଦର ସୁନ୍ଦର ପୁତ୍ର ଦେବଗଣ ପ୍ରାୟ ଦେବଗଣ ପ୍ରାୟ ସାମ୍ବ ବୀରକୁ ବରିବୁ ଯେବେ ତୁହି ବରିବୁ ଯେବେ ତୁହି ପାଇବୁ ପୌର ସତ ସରିବର ସେଇ ଭଜ ରାମ ଦେ ଜୟ ରାମ ଦେ ଆହା। ନବ ଦୁର୍ବାଦଳ ରାମ ଦେ ଚନ୍ଦ୍ରାବତୀ କି ନାରଦ ମହର୍ଷି କହୁଛନ୍ତି ଆହା। ହେ ଇଏ ଚନ୍ଦ୍ରାବତୀ ଓ ଯେଉଁ ଦ୍ୱାରିକାରେ ହରି ହଳଧର ରାଜା ହଁ ଦ୍ୱାରାବତୀ କଟକରେ ଆଚ୍ଛା ହରି ହଳଧର ରାଜା ଆହା। ତିନି ପୁର ଲୋକ ତାଙ୍କୁ କରୁଛନ୍ତି ପୂଜା ପୂଜା। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ହଁ। ତ୍ରିପୁର ଲୋକ ଆଚ୍ଛା। ଯାହାଙ୍କ ପାଦରେ ବନ୍ଦନ କରୁଛନ୍ତି ପୂଜା କରୁଛନ୍ତି ଆହା। ତାଙ୍କର କୃଷ୍ଣଙ୍କର ହଁ। ଶ୍ରୀକୃଷ୍ଣଙ୍କର ଲକ୍ଷେ ଷାଠିଏ ସହସ୍ର ଅଶୀଏ ପୁଅ ତହୁଁ ସାମ୍ବ ବୀରକୁ ବରିବୁ ଯେବେ ତୁହି ଆହା। ପାଇବୁ ପୌରସ ତ ସରିବର ସେ ସେହି ଭାଗୀରଥୀ ବାବୁ ଆଜ୍ଞା ଇଏ ଚନ୍ଦ୍ରାବତୀ ପ୍ରେମେ ହୋଇ ଗଦ ଗଦ ଆହା। କହନ୍ତି ତାହାଙ୍କ ରୂପ କୁହନ୍ତୁ ନାରଦ ଭାଗୀରଥୀ ବାବୁ ଆଜ୍ଞା ନିଅ ନିଅ ଫଟ ବୋଲି ଝୁଲିରୁ କାଢିଲେ ନିଅ ନିଅ ଫଟ ବୋଲି ଝୁଲିରୁ କାଢିଲେ ଚନ୍ଦ୍ରାବତୀ ହସ୍ତକୁ ସେ ବଢାଇଣ ଦେଲେ ଭାଗୀରଥୀ ବାବୁ ଆଜ୍ଞା ନାରଦ ମହର୍ଷି ହଁ। ବାବାଜୀ ନାରଦ ହଁ। ତାଙ୍କ ଝୁଲିରୁ ବାହାର କଲେ କଳି ଧୋକଡି ମୁଣିରୁ ହଁ ଚିତ୍ରପଟ ବାହାର କଲେ ଆଚ୍ଛା ନିଅ ନିଅ ବୋଲି